ଆଜିର ଏହି ସନ୍ଧ୍ୟା ସତ୍ସଙ୍ଗରେ ଉପସ୍ଥିତ ମୋର ଗ୍ରାମର ଗୁରୁ ଭାଇ ଭକ୍ତିମତୀ ମାତୃମଣ୍ଡଳୀ ସାଧୁ ସଚନ ମଣ୍ଡଳୀ ସମସ୍ତଙ୍କୁ ମୋର ଅନ୍ତର ସମୟ ଯାହା କେତେଦିନ ହେଲା ଆମ ଭାଇନା ଡାକିଥିଲି ଗଣେଶ ଭାଇ ମୁଁ ଆସିପାରିନଥିଲି। ଆଜି ସନ୍ଧ୍ୟାରେ ଘଟଣା ପ୍ରୋଗ୍ରାମ କରିଦେଲେ ବେଳାକୁ ଆସିକି ଟିକେ ସନ୍ଧ୍ୟାବେଳକୁ ଯିବା ତଥାପି ଡେରି ହେଇଗଲା ଆମର ଆସିବା 7:30 ଟିକେ ପହଞ୍ଚିବାର ଥିଲା। ଯାହା ଶ୍ରୀ ପରମ ପିତାଙ୍କର ଆଶୀର୍ବାଦ ତାଙ୍କର କରୁଣାକୃପା ନହେଲେ ମଣିଷ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କରିପାରିବ। ଠାକୁର କହିଛନ୍ତି ସଦ୍ଗୁରୁ ଗ୍ରହଣ କର, ସତ୍ନାମ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କରି କହୁଛି ତୁମର ଉନ୍ନୟନ ପାଇଁ ତୁମକୁ ଭାବରେ ପଡ଼ିବ। ଆମେ এই ବ୍ୟସ୍ତ ଜଞ୍ଜାଳମୟ ଜୀବନ ଭିତରେ କେତେ କଥା ଭାବି ବସୁଛୁ। କାହା ପାଖରେ ଘଣ୍ଟାଏ ସମୟ ମଧ୍ୟ ନାହିଁ। ଏମିତି ସମସ୍ୟା ହେଇଗଲା ଆଜି ବନ୍ଧୁବାନ୍ଧବରେ କିଛି କାମ କାର୍ଯ୍ୟ ମଧ୍ୟ ପଡ଼ିଲେ ବନ୍ଧୁବାନ୍ଧବଙ୍କୁ ଘରକୁ ଯାଇ ହେଉନି, ଫୋନ୍ ମାଧ୍ୟମରେ ବାର୍ତ୍ତା। ତେଣୁ ଏ ବ୍ୟସ୍ତ ଜୀବନ ଭିତରେ ଆମେ ପରମ ପିତାଙ୍କର ଗୁଣକୀର୍ତ୍ତନ କରିପାରିଥାଉ। ଏଇ ଯେ ମାନବ ଶରୀର ଆମେ ପାଇଥାଏ ଲକ୍ଷ ଲକ୍ଷ ଯୋନିରେ ଜନ୍ମଗ୍ରହଣ କରିବା ପରେ ମାନେ ସର୍ବଶ୍ରେଷ୍ଠ ଜୀବନ ହେଉଛି এই ମଣିଷ ଶରୀର। ମଣିଷ ଶରୀର ତମେ ପାଅ କାରଣ ମାନବ ଦେହ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତାହେଲେ ଆମ ଭିତରେ ସେ ଦିବ୍ୟ ଜ୍ଞାନଟି କ'ଣ? ଆମେ ଆଜି ଭଗବାନ ପୁରୁଷୋତ୍ତମଙ୍କୁ କ'ଣ ପାଇଁ ଧରିଛେ? ଆମେ ଆସିଛେ ମଣିଷ ଜନ୍ମ ଫଳ ପାଇଛେ ନାମ କରିବା ପାଇଁ, ଭଗବାନଙ୍କୁ ଦେଖିକି ତାଙ୍କୁ ଚିନ୍ତନ କରିବା ପାଇଁ। କିନ୍ତୁ ମାତୃଗର୍ଭରୁ ଯେଉଁ ଆଶା ନେଇକି ଆସିଥାଏ ସେଇଟା ଧରା ପୃଷ୍ଠରେ ଆସିଲା ପରେ କିନ୍ତୁ ମାୟା ରୂପକୁ କବଳିତ କରି ଆମେ ସେଟା ସବୁ ଭୁଲିଯାଏ। କିନ୍ତୁ ନାମ ଏମିତି ଚାରି ଯୁଗରେ ନାମ ସତ୍ୟ। ଗୋଟେ ଲୋକ ମଲାବେଳେ କ'ଣ କୁହାଯାଉଛି ନା ହରିନାମ ସତ୍ୟ, ରାମ ନାମ ସତ୍ୟ, ଆଉ ସବୁ କଥା ଜୁଟ। ସେଠି କଉଡ଼ି ଖଇ ଫୋପଡ଼ା ଯାଉଛି। କାରଣ ତୁମେ ପଇସା ଫୋପଡ଼ା ଯାଉଛି। ତୁମେ ଜୀବନ ସାରା ଯେତେ ପଇସା ରୋଜଗାର କରୁଛ ତାର ସବୁ ମୂଲ୍ୟହୀନ। ଯେତେ ଧନ ଦର୍ବ ସବୁ ରୋଜଗାର କରିବ ସବୁ ମୂଲ୍ୟହୀନ। ଗଲାବେଳକୁ ଏକମାତ୍ର ହିଁ ନାମଟା ହିଁ ସତ୍ୟ, ଚାରି ଯୁଗରେ ସତ୍ୟ। ହରି ନାମରେ ପାପ କ୍ଷୟ ଯେତେ, ପାପି ନ କରିପାରେ ପାପ ସତ୍ୟ। ତେଣୁ ଆଜି ଆମେ এই ଠାକୁରଙ୍କର ସଦୀକ୍ଷା ପାଇପାରିଛେ, ସତ୍ମନ୍ତ୍ର ପାଇପାରିଛେ, ଆମେ ବଡ଼ ପୁଣ୍ୟବାନ। ତେଣୁ ସେଇ ମନ୍ତ୍ରଟିକୁ ଆମେ କେତେ ଅହରହ ଜପ କରିପାରୁଛେ। ଠାକୁର ଗୋଟେ ବାଣୀ ଦେଇଥିଲେ, ଉଷାର ନିଶାର ମନ୍ତ୍ର ସାଧୁନ ଚଲାରେ ଫେରାରେ ଜପ ଯଥା ସମୟ ଇଷ୍ଟ ନିର୍ଦ୍ଦେଶ ମୁକ୍ତ କରାଇଥାଏ। ତେଣୁ এই ଚାରୋଟି ଅକ୍ଷର ବୀଜ ମନ୍ତ୍ରକୁ ଆମେ ଅହରହ ମନ ଭିତରେ ଅଜପା ଜପ ସଂସାର ଭିତରେ ରହି ଆମେ ମାଳି ଓଢ଼ିବା କିଛି ଆବଶ୍ୟକ ନାହିଁ। କାରଣ ସେଥିରେ ଗୋଟେ ମନଟା ଆମର ଲାଖିକି ରହିବ, ଗୋଟେ ମୁଁ ମାଳି ଓଢ଼ିବି। ଆମେ ଅଜପା ଜପ ଯୁଆଡ଼େ ଯାଉଥିବା ଠାକୁରଙ୍କର ଅନ୍ତର ଭିତରେ ସେଇ ଭଜନଟା ଚାଲିଥିବ। ଦେଖାଯାଇଛି ସେଇ ଅଜପା ଜପ ଯେଉଁମାନେ କରୁଛନ୍ତି ବିଭିନ୍ନ ପ୍ରକାର ରୋଗ ଶୋକ ବ୍ୟାଧି ଜ୍ୱରରୁ ସବୁ ମୁକ୍ତି ପାଇଛନ୍ତି। ଏଭଳି ଭାବେ ଭୂତ ପ୍ରେତମାନେ ମଧ୍ୟ ଜାଣିପାରୁଛନ୍ତି ଏ ଲୋକଟି ଗୋଟେ କ'ଣ ମନ ଭିତରେ ଭଜନ କରୁଛି। ଭୟରେ ଦେଖିବେ ଯେଉଁଠି କାହା ଦେହରେ ପ୍ରେତାତ୍ମା ପ୍ରବେଶ କରିଥିବେ, ଆପଣ ଯଦି ପ୍ରକୃତରେ ସତ୍ ନାମ ମନନ କରୁଥିବେ ଦେଖିଥିବେ ସେ ପ୍ରେତାତ୍ମାଟା ଛାଡ଼ିକି ପଳେଇବ। କାରଣ ସେ ଜାଣିଯିବ ଇଏ ପ୍ରକୃତ ବୀଜ ମନ୍ତ୍ରଟି ମନନ କରୁଛି। ଶ୍ରୀ ଠାକୁର କହିଥିଲେ ଗୋଟେ ଗାଁରେ ଯଦି ମୋର ଗୋଟେ ସ୍ୱସ୍ତୟୀ ଗୁରୁ ଭାଇ ରୁହେ ତାହେଲେ କୌଣସି ପ୍ରକାର ଅକାଳ ବ୍ୟାଧି ସେ ଗାଁରେ ପ୍ରବେଶ କରିପାରିବ ନାହିଁ। ଏହା ମୁଁ ଖାତା କଲମରେ ଲେଖିଦେଇପାରେ। ଠାକୁର ଦୃଢ଼ୋକ୍ତି ଭାବରେ କହିଛନ୍ତି। ଠାକୁରଙ୍କୁ ଜଣେ ପ୍ରଶ୍ନ କରୁଛନ୍ତି, ଠାକୁର ଆପଣଙ୍କର କ'ଣ ଆଉ କିଛି ଧନ୍ଦା ନାହିଁ? ସମସ୍ତଙ୍କୁ ଧରି କହୁଛନ୍ତି ତମେ ଦୀକ୍ଷା ନିଅ, ନାମ କର। ଠାକୁର ଗମ୍ଭୀର ଭାବରେ କହୁଛନ୍ତି, ଆରେ ଜାଣିଛ ମୁଁ କାହିଁକି ଏ କଥା କହୁଛି? ତମେ ଏମାନେ ଏଇ କୋଟି କୋଟି ଲୋକମାନଙ୍କ ଭିତରେ ଏଭଳିଆ ଗୋଟେ ସୃଷ୍ଟି ହେବ ଯେଉଁଟାକି ଉଛୁଳା ନଦୀ ଯେମିତି ସବୁବେଳେ ତା ଗର୍ଭରେ ପାଣି ଥାଏ, ଯେତେ ଯାହାକୁ ଦାନ କଲେ ସରେ ନାହିଁ, ତମକୁ ମୁଁ ସେଇଭଳି ଗୋଟେ ଜଳସ୍ରୋତା ନଦୀ ରୂପରେ ପରିଣତ କରିଦେବି। ଏମିତି ସମୟ ଆସିବ ଲୋକଙ୍କୁ ଖାଇବାକୁ ମିଳିବନି, ହାଉ ଦାସରେ ଲୋକ ବ୍ୟାକୁଳିତ ହେଉଥିବେ, ବନ୍ୟା ଦୁର୍ଭିକ୍ଷରେ ଲୋକ ହାହାକାର ହେଉଥିବେ। ସେହି ସମୟରେ ତୁମେମାନେ ଯାଇକି ସେମାନଙ୍କର ପାଖରେ ପହଞ୍ଚିକିରି ଦୁଃଖ ଦୁର୍ଦ୍ଦଶା ଦୂର କରିବ। ତୁମମାନଙ୍କ ଉପରେ ଲକ୍ଷ ଲକ୍ଷ କୋଟି କୋଟି ଲୋକମାନେ ଆଶ୍ରୟ ଗ୍ରହଣ କରିବେ। ମୁଁ ସେଇଭଳିଆ ତୁମମାନଙ୍କୁ ତିଆରି କରିବାକୁ ଚାହେଁ। ବହୁତ କଥା ଅଛି ଠାକୁରଙ୍କ କଥା। ସେ ଅନ୍ତର୍ଯ୍ୟାମୀ
ତାଙ୍କୁ ଆମେ ଏଇ ଯୁଗରେ ପାଇପାରିଛୁ ସେ ପୁରୁଷୋତ୍ତମକୁ। ତେଣୁ ଆଜି ସେ ଅଭିନ୍ନାଙ୍କ ଡକରା ପ୍ରତି ଗୁରୁ ଭାଇ ଘରେ ଆମେ ଆମେ ତ ନିଜେ ଉଦ୍ଧାର ହେବା, ଆମେ ତ ଜାଣିସାରିଲାଣି ପୁରୁଷୋତ୍ତମକୁ, ଆମେ କେବେ ଛାଡ଼ିପାରିବା। ତେଣୁ ପ୍ରତ୍ୟେକ ଲୋକଙ୍କର ବଞ୍ଚିବା ବଢ଼ିବାର ଆବଶ୍ୟକ ସେମାନଙ୍କ ପାଖରେ ପହଞ୍ଚିବା। ଠାକୁର କହିଲେ ଯେଉଁ ବାଦରେ ତୁ ହୁଅ ନା ବାଦି ଜୀବନ ବାଦ ଅସରୁ, ଏ ଜୀବନଟାକୁ କାୟମ ରଖି ଚାଲିଛ ସେଟା ଜୀବନ। ତେଣୁ ସମସ୍ତଙ୍କର ଇଚ୍ଛା ବଞ୍ଚିବା ବଢ଼ିବା ଏବଂ ସୁଖ ଶାନ୍ତି ଆନନ୍ଦରେ ରହିବା। ୟାଠାରୁ ଆଉ ସୁଖ ଶାନ୍ତି ଆନନ୍ଦ କ'ଣ ଅଛି? ଲୋକ ପଇସା ପତ୍ରରେ ଗୋଡ଼େଇ ଗୋଡ଼େଇ ବିଭିନ୍ନ ପ୍ରକାର ସମସ୍ୟା, ରାତିରେ ଶୋଇଲେ ମଧ୍ୟ ସେ ଟଙ୍କା ଚିନ୍ତା, କେମିତି କ'ଣ କରିବି, ଝିଅ ବାହାର କରିବି, କେମିତି ମୋ ସଂସାର ଚଳେଇବି, କେମିତି ଘର କରିବି, ତା ଭିତରେ ସେମାନଙ୍କର ବୟସ କେତେବେଳେ ଅତିକ୍ରାନ୍ତ ହେଇଯାଉଛି, ସେମାନେ ବୃଦ୍ଧ ହେଇଯାଉଛନ୍ତି। କିନ୍ତୁ ଯେଉଁମାନେ ଏଇ ନାମ କରୁଛନ୍ତି, ଭଜନ କୀର୍ତ୍ତନ ମନନ କରୁଛନ୍ତି, ସେମାନେ କେତେ ସୁଖ ଶାନ୍ତି ଆନନ୍ଦର ଅଧିକାରୀ। ଆପଣ ନିଜେ ଦିନ ଆକୁ ଦେଖିବେ, ଆପଣ ଯେ ଏଇ ନୂଆପାଟଣା ଗ୍ରାମରେ ସମସ୍ତଙ୍କ ଠାରୁ ସୁଖ ଶାନ୍ତି ଆନନ୍ଦର ଅଧିକାରୀ ହେଇଥିବେ। କିଛି ଠାକୁରଙ୍କୁ କିଛି ନଥାଉ ତୋର ଧନ। ଜଣେ ମା ଯାଇଛି ସମ୍ପତ୍ତି ବିକ୍ରି କରିଥିଲା, ତାର ବଡ଼ ପୁଅର ବ୍ରତ, ବ୍ରାହ୍ମଣ ଘର ମା ଅଛି, ବଡ଼ ବ୍ରତ ଘର କରିବା ଦେଖାଯାଇ ତାଙ୍କ ସ୍ୱାମୀଙ୍କର ରୋଗାଗ୍ରସ୍ତ ହୋଇଛନ୍ତି, ସବୁ ପଇସା ଖର୍ଚ୍ଚ ହେଇଛନ୍ତି, ମା ବ୍ୟାକୁଳିତ ହୋଇଛନ୍ତି। ଦ୍ୱିତୀୟ ପୁଅର ବିବାହ ବ୍ରତକୁ ଆୟୋଜନ କରିଛନ୍ତି, ସବୁ ପ୍ରବଳ ଝଡ଼ ତୋଫାନ ହେଇଛି, ସିଏ ଆଣିଥିବା ଅର୍ଥ କିଛି କାମରେ ଲାଗିଛି। ସିଏ ଯାଇଛନ୍ତି ଦେଓଘରକୁ, କହିଛନ୍ତି ଠାକୁର ଆପଣଙ୍କୁ ଧରିବା କ'ଣ ମୋର ଏଇ, ମୁଁ ଆପଣଙ୍କୁ ଧରି କିଛି ପାଇଲିନି। ଠାକୁର ତାକୁ ଅନେଇଛନ୍ତି, କହିଛନ୍ତି ତୁ ତାହେଲେ କ'ଣ ଚାହୁଁଛୁ? କୋଟି କୋଟି ଟଙ୍କା ନେବୁ ମୋଠୁ, ତୁ ଯାହା ଚାହିଁ ମୁଁ ତାହା ଦେଇଦେବି। ସେ ଆବାକ ହେଇଯାଇଛନ୍ତି। ସେ ଠାକୁର କହିଲେ ତୁ ବୁଝିପାରିନୁ ମୋର ପ୍ରଥମରୁ 97 କ'ଣ ଲେଖିଯାଇଛି, ଏ ଅର୍ଥ ମାନ ଯଶ ଇତ୍ୟାଦି ପାଇବା ଆଶରେ ମୋତେ ଠାକୁର ସହିତ ଭକ୍ତ ହୁଅ ନାହିଁ, ସାବଧାନ ହୁଅ ଠକିଯିବ। ତୁମର ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି, ଆଣିକି ଦେଲେ ତା ଆଣିପାରିବ। ଆମେ କେବଳ ପୁରୁଷୋତ୍ତମକୁ ଧରିଛେ ଗୋଟେ ଭଲ ମଣିଷ ହେବା, ଆମ ଭିତରେ ମାନବିକତା ପଡ଼ିବା, ଜାଗ୍ରତ ହେବ, ଆଉ କିଛି ନାହିଁ। ଆପଣ ଯେଉଁଦିନ ନିର୍ଲୋଭ ଭାବରେ ଯେଉଁ କର୍ମ କରିବେ ଦେଖିବେ ସେଦିନ ସବୁ ହିଁ ପାଇଯିବେ। ଯେଉଁଦିନ ଲୋଭାସକ୍ତ ହିସାବରେ କରିବେ କିଛି ପାଇବେନି, ହା ହୁତାଶରେ ବି ଜୀବନ ଆପଣଙ୍କର ଚାଲିବ। ଅଧିକ କିଛି କହୁନି, ସମୟ ସୀମିତ ସତ୍ସଙ୍ଗର। ଆଜି ଏତିକି ଠାକୁରଙ୍କର ଏଇ ସତ୍ସଙ୍ଗରେ ଉପସ୍ଥିତ ସମସ୍ତଙ୍କର ସୁଖ ଶାନ୍ତି ଆନନ୍ଦରେ ପାରିବାରିକ ଜୀବନ ସୁଖ ଶାନ୍ତି ଆନନ୍ଦରେ ରୁହନ୍ତୁ, ବଞ୍ଚନ୍ତୁ, ବଢ଼ନ୍ତୁ। ଏହା ହିଁ ସେ ଠାକୁରଙ୍କ ପଦ ପଙ୍କଜରେ ପ୍ରାର୍ଥନା। ଜୟ